ଟିକେ ସାଇଡ୍ ହେଇଯାନ୍ତୁ ଆପଣମାନେ, ଟିକେ ସାଇଡ୍ ହୁଅନ୍ତୁ। ତାଙ୍କ ମୁଣ୍ଡ ଟାଣ, ଆପଣମାନେ ସାଇଡ୍ ହୁଅନ୍ତୁ, ଟିକେ ସାଇଡ୍ ହୁଅ ଆପଣ ଟିକେ ହାତ କାଳ, ହାତ କାଳ। आप तो नहीं बढ़ाने तो होता नहीं। संस्कृति संपन्न कटक सहर में आम ओडार वरिष्ठ नेता पूर्वतन सांसद श्रीयुक्त सोमेन्द्र पट्टनायक को स्वागत करुँ। बंधुगण, आज मैंने उपस्थित अच्छा प्राय समस्ते गर्व सहित कहे ओडिशा माटी स्वाभिमान प्रतीक मधुसूदन दास पर यदि द्वितीय लोक हम जो मानव श्रीयुक्त सोमेन्द्र पट्टनायक ओडिया जाति को एक मेरुदंड देवाई सब चेष्टा कर ओडिया जाति चेष्टा कर आज कटक सहर जो एक बंधु मिलन आयोजन कर सर्वप्रथम आप समस्त को कहीदेवाई चाहे ये कौन साधारण सभा नुह, कौन राजनीतिक सभा नुह कि कौन राजनीतिक नेता विरुद्ध कौन समावेश या मान्यवर सोमेन्द्र पट्टनायक चिंताधारा ओडिशा दीर्घ वर्ष धरी कांग्रेस कम पाई एवं विशेषकर कटक सहर जो कांग्रेस गढ़ था दीर्घ 30 वर्ष धरी कटक सहर में कांग्रेस जीति पार ना प्रकृत तथ्य जानापी एवं आपण मन कथा जानापी एक संकल्प अभियान से आरंभ कर कटक सहर पूर्व भुवनेश्वर सहर में यही भाव में कांग्रेस बंधु मान एक संकल्प अभियान आरंभ कर तत्पर कटक सहर अनेक युवती जो मैंने सोमेन्द्र पट्टनायक भल आख्यान कर कटक सहर से अनुरूप एक बंधु मिलन करने निवेदन कर आम मैंने पाखे पुणी जाओ आज से जुलाई 21 तारीख दिन कटक सहर में समय देते आपण मान सहित सम्मुखें आज पहुंचुंट आपण मान सहित सुख दुखे भागी होगा। बंधुगण, आपण मैंने समस्ते हजार आपण मैंने समस्ते जानते भारत वर्ष और ओडिशा मानचित्र राजनीतिक स्थिति कौन ता भर निश्चित भाव में समस्त बंधु मान एक संकल्प पत्र प्रदान कर समस्त पीड़ित लोग भल भाव पढ़िए एवं वक्तव्य टिके रही हमार प्रिय नेता श्रीयुक्त सोमेन्द्र पट्टनायक को जो कटक संकल्प अभियान आम कटक समस्ते आम स्वागत कर उपलक्षे मोर एक छोट कवितार शीर्षक सौम्य रंजन तुम्हें महान। सौम्य रंजन तुम्हें महान। हाँ कही मुझे शत्रुघ्न पट्टनायक संपादक उत्तर संग्रामी कटक विभाग। सौम्य रंजन युव बंधु संकल्प अभियान
ଭୁବନେଶ୍ୱରରେ କଳା ମଣ୍ଡନ ଟିଭିରେ ଗସ୍ତର କଳା ପ୍ରଦାନ ହୋଇଗଲା ପରେ ତୁମେ ମହା କଙ୍ଗର ଅହଙ୍କାରୀଙ୍କର ଗର୍ଭବନ୍ଧନ ଉତ୍କଳ ମାତାର ଯୋଗ୍ୟ ସନ୍ତାନ ଭାଷା ସାହିତ୍ୟ ରକ୍ଷକ ଆପଣ ସେବା ଦେଶ ପ୍ରେମ ଭୂଷଣ କଙ୍ଗରଞ୍ଜନ ସବୁରି ମାନଙ୍କୁ କରି ରଞ୍ଜନ ସବୁରି ରବିର ଓଡ଼ିଆ ମହାସପନ କଙ୍ଗରଞ୍ଜନ ଓଡ଼ିଶାବାସୀଙ୍କ ଅମୂଲ୍ୟ ଧନ ରହି ଯେତେ ତୁମ ଅବଦାନ ପୃଥିବୀ ରକ୍ଷିତ ମାନ ତେଣୁ ତୁମେ ଭାଇ ହେଲ ମହାନ କଙ୍ଗରଞ୍ଜନ ଆଜି କଟକରେ ଅଭିନନ୍ଦନ ଜଣାଇ କରୁଛନ୍ତି ନିବେଦନ ଢାଳି ହେଲେ ତାଙ୍କରି ପ୍ରମାଣ ପୁଣ୍ୟ କରିବେ ତୁମ ଅଭିଯାନ କଙ୍ଗରଞ୍ଜନ ଯୋଗ୍ୟମାନଙ୍କର ସୁଯୋଗ୍ୟ ସନ୍ତାନ କର୍ତ୍ତବ୍ୟ ପଥରେ ସିଂହ ଅର୍ଜନ ଅନ୍ୟାୟ ଅନିତି ପରିଖଣ୍ଡନ ଦେଶ ପ୍ରେମ ମନ୍ତ୍ରୀ କଳ ତୁଳନ କଙ୍ଗରଞ୍ଜନ ତୁମରି ଅବଦାନ ଭୁଲି ନ ପାରିଲେ ଓଡ଼ିଶା ତୁମକୁ ସହାୟ ସେ ଭଗବାନ ଶେଷରେ କଙ୍ଗରଞ୍ଜନ ଏହିପରି ବିଜୟ ରଥ ଜାଣ ଗଢ଼ି ଚାଲିଥିବ ରାଜ୍ୟ ମଧ୍ୟନ ଓଡ଼ିଆଙ୍କ ପାଇଁ ଭାବପ୍ରବଣ ରହିଥାଉ ସଦା ଏହି ଭାଗର କଙ୍ଗରଞ୍ଜନ ତୁମେ ମହାନ ବନ୍ଦେ ଉତ୍କଳ ନମସ୍କାର। ବର୍ତ୍ତମାନ ଆମର ପୂଜନୀୟ ନେତା କଟକ ସହରରେ ଆଜିର ଏହି ସଂକଳ୍ପ ଅଭିଯାନର ଆୟୋଜନ କରିଛନ୍ତି। ଏହି ଅଭିଯାନକୁ ଆଗେଇ ନେବା ପାଇଁ ସହଯୋଗ ଦେଇଛନ୍ତି ସେମାନଙ୍କୁ ବ୍ୟକ୍ତିଗତ ଭାବେ କୃତଜ୍ଞତା ଧନ୍ୟବାଦ କରିବା ପାଇଁ ଚାହୁଁଛି। ସେମାନଙ୍କ ଉଦ୍ୟମ ଫଳରେ ଆଜିର ଆମର କଂଗ୍ରେସକୁ ଭଲ କରୁଥିବା ଅନେକ ବନ୍ଧୁ କଟକ ସହରର ଏକାଠି ହେବା ଗୋଟିଏ ସୁଯୋଗ ପାଇଛନ୍ତି। ମଞ୍ଚାସୀନ କଂଗ୍ରେସ ନେତୃମଣ୍ଡଳୀ ଓ ମଞ୍ଚ ତଳେ ଥିବା କଂଗ୍ରେସକୁ ଭଲ କରୁଥିବା ସଜ୍ଜନ ମଣ୍ଡଳୀ ଓ ଦକ୍ଷମଣ୍ଡଳୀ ଯଦିଓ ମଞ୍ଚ ଏବଂ ମଞ୍ଚ ତଳର ଉଚ୍ଚତାରେ ବିଶେଷ ପ୍ରଭାବ ନାହିଁ, ଅତି ବେଶୀରେ 2.5 ଫୁଟ ବୋଧେ ହେବ, କିନ୍ତୁ ଏ 2.5 ଫୁଟ ଆମକୁ ବର୍ତ୍ତମାନ ବିଭାଜିତ କରିବ। ସକିବ ବାବୁ ଗତ 5 ଦିନ ହେଲା ବ୍ୟସ୍ତ ଏବଂ ବିବ୍ରତ, କାହାକୁ ଡାକିବେ ଆଉ କାହାକୁ ଡାକିବେ ନାହିଁ। ଗୋଟିଏ ନାଁ ଭୁଲି ଯାଉଛନ୍ତି, ଗୋଟିଏ ଚେହେରା ଦେଖାଯାଉଛନ୍ତି, ତାକୁ ଡାକି ପକାଉଛନ୍ତି। এইটা ହିଁ ମୋ ବିଚାରରେ କଂଗ୍ରେସର ସବୁଠାରୁ ବଡ଼ ସମସ୍ୟା। ମାତ୍ର 2.5 ଫୁଟ ବ୍ୟବଧାନରେ ଆମ ଭିତରେ 2ଟି ଜାତି ତିଆରି ହେଇଯାଉଛି। କିଛି ଲୋକ ନେତା ହେଇଯାଉଛନ୍ତି, ଆଉ କିଛି ଲୋକ ତାଙ୍କର ଅନୁଗାମୀ ହେଉଛନ୍ତି। ସେଇଥିପାଇଁ ଆମ ସମସ୍ୟା ସବୁ ସୃଷ୍ଟି ହେଉଛି। ସେଇଥିପାଇଁ ମୁଁ ସର୍ବପ୍ରଥମେ ମଞ୍ଚ ତଳେ ବସିଥିବା ସବୁ ଗୁରୁଜନ ଅଭିଭାବକ ଏବଂ ବନ୍ଧୁମାନଙ୍କୁ, ବିଶେଷ ଭାବରେ ବହୁ ସଂଖ୍ୟାରେ ଆସିଥିବା ମହିଳା ଭଉଣୀମାନଙ୍କୁ ମୁଁ ସର୍ବପ୍ରଥମେ ଆନ୍ତରିକ ଅଭିନନ୍ଦନ ଏବଂ ମୋ ଭାଷଣରେ ମଧ୍ୟ ଗୋଟିଏ ସମସ୍ୟା, କାହାକୁ କହିବାକୁ ସୁଯୋଗ ଦିଆଗଲା, କାହାକୁ କହିବାକୁ ସୁଯୋଗ ଦିଆଗଲା ନାହିଁ। କିଏ ଆଗେ କହିଲା, କିଏ ପଛକୁ କହିଲା, କିଏ ବେଶୀ ସମୟ କହିଲା, କାହାକୁ କମ୍ ସମୟରେ। ସେଇଥିପାଇଁ ସକିବ ଭାଇ ଚାହୁଁନାହିଁ ଆମେ ଚୁମ୍ବକରେ ଯୋଉଥିପାଇଁ ଏକାଠି ହେଇଛେ, ଯଦି ସେ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଆମେ ସଂକଳ୍ପ ନେଇପାରିବା, ତାହେଲେ ସେଇ କାର୍ଯ୍ୟକ୍ରମକୁ କରି ଆମେ ଆଗେଇ ଯିବା। ଏଠି ଅନେକ ଗୁଡ଼ିଏ ଭାଷଣ ଦେଇ ବାରମ୍ବାର କରିବା ଅଭିପ୍ରାୟ ଆମର ନାହିଁ। ତେଣୁ ଯେଉଁମାନେ ଭାବୁଥିଲେ ଏ ସଭାରେ ଆମେ ଆସିଛୁ ଆମର ବକ୍ତବ୍ୟ ଉପସ୍ଥାପନ କରିବାକୁ ପଡ଼ିବ, ମୁଁ ଭାବୁଛି ଆପଣମାନଙ୍କର ସମସ୍ତଙ୍କର ମନ କଥାକୁ ମୁଁ ଯେତିକି ବୁଝିଛି, ମୁଁ ଯୁବକରେ ରଖିବି, ମୁଁ ଭାଇମାନେ ଆପଣମାନଙ୍କ ଆଗରେ ସମସ୍ତେ କହୁଛନ୍ତି, ଅନ୍ୟଥା ଏହା କେହି ନେବେ ନାହିଁ। ଆଜିର এই କାର୍ଯ୍ୟକ୍ରମ ସମ୍ପର୍କରେ କେବଳ ଯୁବକରେ ଏତିକି ସୂଚନା ଦେବା ପାଇଁ
ମୁଁ ଅତ୍ୟନ୍ତ ଆତ୍ମସଚେତନ କେଉଁଠି ଛିଡ଼ା ହେଇ କଥାବାର୍ତ୍ତା କରୁଛି। କଟକ ସହରରେ ବାରବାଟୀ ଷ୍ଟାଡିୟମରେ ମୁଁ କଥା ହେଉଛି। କଟକ ସହର ହଜାର ବର୍ଷର ସହର, ଓଡ଼ିଶାର ପୁରୁଣା ରାଜଧାନୀ। ବାରବାଟୀ ଷ୍ଟାଡିୟମ ଯେ ବିରାଟ କୀର୍ତ୍ତି, ପୁରୁଣା କୀର୍ତ୍ତିର ଏ ପ୍ରତିବିମ୍ବ ନୂଆ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିବା ପାଇଁ ଯାଉଛି। କଟକ ସହରରେ ମୁଁ ମୋର ଉଚ୍ଚଶିକ୍ଷା ଲାଭ କରିଛି। ରେଭେନ୍ସା କଲେଜ, ଯାହା ସମୟରେ ଶିକ୍ଷାର ଗୋଟିଏ ବୈଦିକ ବୋଲି ଧରନ୍ତି, ସେଇଠି ଶିକ୍ଷା ଲାଭ କରିଛି। ଛୋଟିଆ ରାଜନୀତି ମଧ୍ୟ ମୁଁ ସେଇଠୁ ଶିଖିଥିଲି। ତେଣୁ ମୋ ପାଇଁ ଏ ହଜାର ବର୍ଷର ସହର, ରାଜଧାନୀ ସହର, ପୁରୁଣା କୀର୍ତ୍ତିମାନ ସହର, ମୋ ଶିକ୍ଷା କ୍ଷେତ୍ର ଏବଂ ମୋ ରାଜନୀତିର ଶିକ୍ଷା କ୍ଷେତ୍ର ବହୁତ ଗୁରୁତ୍ୱ ବହନ କରେ। ଏ ପ୍ରକାର ଆତ୍ମସଚେତନତା ସହିତ ମୁଁ ଆପଣମାନଙ୍କୁ କିଛି ନିବେଦନ କରିବା ପାଇଁ ଚାହୁଁଛି। ଯେଉଁ ସହର ପୁରୁଣା ରାଜଧାନୀ ଥିଲା, ସମସ୍ତଙ୍କୁ ମାର୍ଗଦର୍ଶନ କରୁଥିଲା। ଶିଳ୍ପ କହିଲେ କଟକ ସହରକୁ ବୁଝାଉଥିଲା, ସଂସ୍କୃତି କହିଲେ କଟକ ସହରକୁ ବୁଝାଉଥିଲା, ରାଜନୀତି କହିଲେ କଟକ ସହରକୁ ବୁଝାଉଥିଲା। ଯାହା କିଛି ଆମେ ବହୁ ଓଡ଼ିଶାର ପ୍ରଗତି ସମ୍ପର୍କରେ କଟକ ସହର ପ୍ରଥମ ଇଟା ତା ମୂଳକୁ ତଥାପି ଆମେ ଯେଉଁମାନେ କଂଗ୍ରେସ ଦଳକୁ ଭଲ ପାଉ, ମୋତେ କାହିଁକି ଅତ୍ୟନ୍ତ କ୍ଷୋଭ ସହିତ କହିବାକୁ ପଡ଼ୁଛି, କଂଗ୍ରେସ ଦଳ ଏଠୁ ପ୍ରାୟ 25-30 ବର୍ଷ ହେଲା ବଚିଗଲାଣି କହିଲେ ଅତୃପ୍ତି ହେବ ନାହିଁ। ତେଣୁ ଆମେ ଯେଉଁମାନେ ନିଜକୁ କଂଗ୍ରେସ ବୋଲି ଭାବୁଛେ, ସମସ୍ତଙ୍କ ପାଇଁ ଏ ଗୋଟିଏ ଆହ୍ୱାନ। ମୁଁ ଯଦି କଂଗ୍ରେସ, ମୋ ଦଳ ଜିତିବା ଦରକାର। କାରଣ ଗୋଟେ ରାଜନୈତିକ ଦଳ ଯେତେ ବଡ଼ ନେତାକର୍ମୀ ହେଇଥାଉ ନା କାହିଁକି, ଯେତେ ଆଦର୍ଶ ରଖିଥାଉ ନା କାହିଁକି, ଯଦି ନିର୍ବାଚନ ଜିତିପାରିବ ନାହିଁ, ସେ ଦଳର କୌଣସି ମହତ୍ଵ ନାହିଁ। ସେ ଗୋଟେ ସାଂସ୍କୃତିକ ଅନୁଷ୍ଠାନ ହେଇ ରହିଛି। ତେଣୁ ଆଜି ଯେତେବେଳେ ଆମେ ସମସ୍ତେ ଏକାଠି ହେଇକି ଗୋଟିଏ ମାତ୍ର ଲକ୍ଷ୍ୟ, ଆମେ ଯଦି କଂଗ୍ରେସ ଦଳରେ ଅଛେ, କଂଗ୍ରେସ ଦଳକୁ ଭଲ ପାଉଛେ, ଆମେ ସଫଳ ହେବା ଦରକାର। ନିର୍ବାଚନ ଯିବା ଦରକାର। ନିର୍ବାଚନ ନଜିଥିଲେ କଂଗ୍ରେସ ଦଳର ରହିବ। ଇଏ ହେଲା ମୋର ପ୍ରଥମ ବକ୍ତବ୍ୟ। ମୋର ଦ୍ୱିତୀୟ ବକ୍ତବ୍ୟ ହେଲା ନିର୍ବାଚନ କିପରି ଜିତିବା, ଦଳକୁ ମର୍ଯ୍ୟାଦା କିପରି ଦେବା, କ'ଣ କଲେ କଂଗ୍ରେସ ସଫଳ ହେଇପାରେ। ନାନା ଗୁଡ଼ିକର ନାନା ମତ ଅଛି। ଭିନ୍ନ ମତ ରଖିବା ଆଦୌ ଦୋଷାବହ ନୁହେଁ, କିନ୍ତୁ ଅନ୍ୟ ମତକୁ ଦବେଇ ଦେବା, ନ ଦେଖିବା ବା ଆଲୋଚନା ନ କରିବା ସଫଳତା ମାତ୍ର ଅନ୍ତରାୟ ବୋଲି ମୁଁ ଭାବେ। ଚାରୋଟି ମୁଣ୍ଡ ମିଶି ଆଲୋଚନା କରି ମାର୍ଗ ନିର୍ଣ୍ଣୟ କଲେ ଆମେ ସଫଳତା ହାସଲ କରିପାରିବା। ଆମେ ବ୍ୟବସାୟ କରୁଛୁ, ବ୍ୟବସାୟ ଦେଇପାରିବା। ମୁଁ ମୋ ଜୀବନରେ ଅନେକ ବିଫଳତା ପରେ ଯଦି କିଛି ସଫଳତା ପାଇଛି, ସମସ୍ତଙ୍କର ମତାମତକୁ ନେଇ ନିର୍ଦ୍ଦିଷ୍ଟ ନିଷ୍କର୍ଷ ବାହାର କରେ। ପ୍ରଥମ କଥା, କଂଗ୍ରେସ ଦଳ ସଫଳତା ପାଇପାରୁନାହିଁ ମୋ ବିଚାରରେ ଏଇଥିପାଇଁ ଯେ ବିଫଳତାର ଦର୍ଶମାନ ଥିଲା। ବିଫଳତାର ଦର୍ଶମାନ ଥରକୁ ଥର ପଡ଼ି କରେ, ଚାଲଇ ଅଭ୍ୟାସର ପଡ଼େ। ଯେଉଁ କଥା କେବଳ ଗୁରୁଜୀମାନେ ପିଲାବେଳେ ଆମକୁ କହିଥିଲେ, କଂଗ୍ରେସ ଲୋକମାନେ ତାକୁ ମାନିବା ପାଇଁ ଆମେ ଥରକୁ ଥର ପଡ଼ି ଚାଲିଛୁ, କିନ୍ତୁ ନୂଆ ଅଭ୍ୟାସ ପାଇଁ ଆଦୌ ଉଦ୍ୟମ କରୁନାହିଁ। ଦର୍ଶନ କରିବା ଦରକାର, କାହିଁକି ଆମେ ପାରୁଛେ, କ'ଣ କଲେ ଆମେ ଜିତିପାରିବା। ଚୁମ୍ବକରେ ଆପଣମାନଙ୍କୁ ଗୋଟେ ଏତିକି ମାତ୍ର ନିବେଦନ କରିବା ପାଇଁ ଚାହେଁ, ଓଡ଼ିଶାରେ ନିର୍ବାଚନ ହାରିବା ପଛରେ ଅନେକ ଗୁଡ଼ିଏ କାରଣ ଥାଇପାରେ। ନେତୃତ୍ୱ, ସଂଗଠନ, ନିର୍ବାଚନ ପରିଚାଳନା, ସାମ୍ପ୍ରତିକ ପରିସ୍ଥିତି, ବିରୋଧୀ ଦଳର ସୁବିଧା ସଂସ୍କୃତି, ଅର୍ଥନୀତି, ସମାଜ ସଂସ୍କୃତି, ଦୁନିଆ ବାର୍ତ୍ତା ପ୍ରକଟରୁ ଆରମ୍ଭ କରି ଅନେକ କଥା କୁହାଯାଇଥାଏ। ଅନାସ୍ଥାକୁ ତର୍ଜମା ନ କଲେ ମୁଁ କାହିଁକି ହାରିବି, କ'ଣ କଲେ ପୁଣି ଜିତିବି,
ଦେଲେ ଆପଣ ଜାଣିପାରିବେ। ଗତ ଥର ନିର୍ବାଚନ ପରିଷଦ କରୁଛି 2009 ମସିହାରେ ଯେଉଁ ନିର୍ବାଚନ ହେଇଥିଲା ଓଡ଼ିଶାରେ, ସାରା ଓଡ଼ିଶାରେ ପ୍ରାୟ 30,000 ଅଧିକ ବୁଥ୍ ଅଛି। এই 30,000 ଅଧିକ ବୁଥ୍ରୁ ପାଖାପାଖି 11,000 ବୁଥ୍ରେ ଆମେ ଜମା 100 ଖଣ୍ଡ ବି ଭୋଟ୍ ପାଇପାରିଲେ ନାହିଁ। ମନେ ରଖନ୍ତୁ, ଗୋଟିଏ ନିର୍ବାଚନ ମଣ୍ଡଳୀ କହିଲେ 200 ବୁଥ୍କୁ ବୁଝାଏ। 147 ନିର୍ବାଚନ ମଣ୍ଡଳୀ ମାନେ ହେଲା ପାଖାପାଖି 30,000ରୁ ଅଧିକ ବୁଥ୍। ଏବେ ନୂଆ ବୁଥ୍ ସଂଖ୍ୟା ହେଇଛି 33,000। 33,000 ବୁଥ୍ ମାନଙ୍କ ମଧ୍ୟରୁ 11,000 ବୁଥ୍ରେ କଂଗ୍ରେସ ଦଳ 100ଟି ଭୋଟ୍ ମଧ୍ୟ ପାଇପାରୁ ନାହିଁ। ଅର୍ଥାତ୍ ଓଡ଼ିଶାର 1/3 ଜାଗାରେ ଆମେ ଯେତେବେଳେ ବଡ଼ ନେତାମାନେ ବହୁତ ବଡ଼ ବଡ଼ ଭାଷଣ ଦେଉଛୁ, ଜାଣିବା ଦରକାର ଯେ 1/3 ଜାଗାରେ ଆମେ ଜମା 100 ଭୋଟ୍ ମଧ୍ୟ ଗୋଟିଏ ବୁଥ୍ରେ ପାଉନା। ମୋ ବିଚାରରେ ନିର୍ବାଚନ ଜିତିବା ପାଇଁ ସର୍ବନିମ୍ନ କୌଶଳ ହେଲା ବୁଥ୍ରେ ଜିତିଲେ ଆପଣ ଜିତିବେ, ମେଳା କଲେ, ସଭା କଲେ, ପୋଷ୍ଟର ମାରିଲେ, ଯେତେ ବଡ଼ ବ୍ୟାନର ଭୁବନେଶ୍ୱର ରୋଡରେ ଆପଣ ଲଗେଇ ଦିଅନ୍ତୁ, ସେଥିରେ କେହି ନେତା ହୁଅନ୍ତି ନାହିଁ କି ଜିତି ଯାଆନ୍ତି ନାହିଁ। ଜିତିବା ପାଇଁ ହେଲେ ଆପଣଙ୍କୁ ପ୍ରତ୍ୟେକ ବୁଥ୍ରେ ସର୍ବନିମ୍ନ ଯଦି 200ରୁ ଅଧିକ ଭୋଟ୍ ଆପଣ ପାଇବେ, ତାହେଲେ ନିଶ୍ଚୟ ଓଡ଼ିଶାରେ ଜିତିବେ, ଯିଏ ନେତା ହେଲେ ଚଳିବ। ଆମେ କିନ୍ତୁ 200 ଜାତି ଇଂରାଜୀରେ 18, ସଂସ୍କୃତରେ 27 କେତେ ବାଟ ଯିବ। ଏଇ ହେଲା କଂଗ୍ରେସ ଶାସ୍ତ୍ରର ଆଜିର ଅବସ୍ଥା। 1/3 ଓଡ଼ିଶାରେ ଯେତେବେଳେ କଂଗ୍ରେସ ପହଞ୍ଚି ପାରୁନାହିଁ, 26 ଜଣ କଂଗ୍ରେସ ନେତା ଆମର ଅମାନତ ହରାଇଛନ୍ତି। 125 ବର୍ଷର କଂଗ୍ରେସ ଦଳ ଆଜି 26 ଜଣ ନେତାଙ୍କୁ ମାନ୍ୟତା ହରାଇବା ପାଇଁ ସୁଯୋଗ ଦେଇଛି। ଲଢ଼େଇ କରି ହାରିବାରେ ଆନନ୍ଦ ଥାଏ, କିନ୍ତୁ ଲଢ଼େଇ ପୂର୍ବରୁ ହାରିବା ଯେଭଳି ସଂକଳ୍ପ ନେଇଥାନ୍ତି ତାଙ୍କ ନେଇ ଗର୍ବ କରି ହୁଏ ନାହିଁ। ଆମେ 30 ଜାଗାରେ ଲଢ଼େଇ ମଧ୍ୟ କରୁନାହୁଁ। 147 ସିଟ୍ରୁ ଯଦି 30 ଜାଗାରେ ଲଢ଼େଇ କରୁନାହୁଁ, ତାହେଲେ ସ୍ୱାଭାବିକ ଭାବରେ ଆମେ ନିର୍ବାଚନ ଜିତିବା ଆଦୌ ସମ୍ଭବ ନୁହେଁ। ଏକଥା ବହୁବାର କହିବାକୁ ଚେଷ୍ଟା କରିଛି, କିନ୍ତୁ ନେତୃମଣ୍ଡଳୀ ଏ ବିଷୟରେ ତର୍ଜମା କରିବା ପାଇଁ ଆଦୌ ପ୍ରସ୍ତୁତ ନୁହଁ। ଦ୍ୱିତୀୟ କଥା, ନିର୍ବାଚନ ସମ୍ପର୍କରେ ଅନାସକ୍ତ ଆଲୋଚନା କରିବା ପାଇଁ ନେତାଙ୍କ ଭିତରେ ସାହସ ନାହିଁ। ସାହସ ନଥିଲେ କୌଣସି ସଂଗ୍ରାମରେ ଜିତି ହେବ ନାହିଁ। ତର୍ଜମା କରିବା ଦରକାର, ନିଜ ଭୁଲକୁ ସ୍ୱୀକାର କରିବା ଦରକାର। ନେତାମାନେ ଆମକୁ କହିଛନ୍ତି କର୍ମୀମାନଙ୍କୁ ଯେ ଟିକେଟ୍ ବିକ୍ରି ହେଇଗଲା। ମୁଁ କହୁଛି ଜଗଦୀଶ ସାଇଟର ଖୋଲାଖୋଲି ଭାବରେ କହୁଛନ୍ତି, ମୁଁ ଜାଣେ ଗତ ନିର୍ବାଚନରେ ଟିକେଟ୍ ବିକ୍ରି ହେଇଗଲା ଏବଂ ଆମ ଭିତରେ ଆଲୋଚନା ହେଉଛି ଯେ ପଦପଦବୀ ଏବଂ ଟିକେଟ୍ ବିକ୍ରି ହୁଏ। ବାଲୁବଜାରରେ ବିକ୍ରି ହେଲା ବୋଲି କହି ଟିକେଟ୍ ବିକ୍ରି ହୁଏ। ମୋର ଯେତିକି ନିବେଦନ, ଏଭଳି ମନ୍ତବ୍ୟ, ଏଭଳି କଥା ପାକିସ୍ତାନରେ ହେବା ଉଚିତ ନୁହେଁ। ଯଦି ବିକ୍ରି ହେଲା, ଯଦି ବିକ୍ରି ପାଇଁ ଦେଖିବା କଥା, ଯେଉଁମାନେ ଅମାନତ ହରାଇଛନ୍ତି ସେଇମାନେ এই ବିକ୍ରି ବଟା ଟିକେଟ୍ର ଅଧିକାରୀ ବୋଲି ଜଣାବଧି ଜଣାବଧି ପାଇପାରିବେ। କଂଗ୍ରେସ ଦଳ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଗତ 50 ବର୍ଷ ଭିତରେ କେବେ ହେଲେ 40,000ରୁ କମ୍ ଭୋଟ୍ ପାଇନାହିଁ। ହଠାତ୍ ଯଦି ସେହି ନିର୍ବାଚନ ମଣ୍ଡଳୀରେ 3,000 ଭୋଟ୍ ପାଇବ, এটা କ'ଣ ଜାଣିବାକୁ ବାକି ରହିଲା ଏ ପ୍ରାର୍ଥୀଟି ଆମ ସାଧାରଣ କଂଗ୍ରେସ କର୍ମୀଙ୍କ ଦ୍ୱାରା ଗ୍ରହଣୀୟ ନୁହେଁ। ସେ କୋଉ ଗୋଷ୍ଠୀର କାହାର ଲୋକ ସେ ବିଷୟରେ ମୁଁ କହିବାକୁ ଚାହୁଁନାହିଁ। ଯଦି ଗୋଟିଏ ପ୍ରାର୍ଥୀ 5,000 ଭୋଟ୍ ପାଉଛି, 7,000 ଭୋଟ୍ ପାଉଛି, 125% ଦଳ 30,000 ଭୋଟ୍ ଆମର ଗତ 50 ବର୍ଷ ଧରି ଆମେ ସାରା ଓଡ଼ିଶାରେ ରଖିଛୁ। ଅଥଚ ଗୋଟେ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ଆମେ ଯଦି 5%, 7% ଭୋଟ୍କୁ ଅଟକେଇ ରଖିବା ପାଇଁ ସମର୍ଥ ହେଉନାହୁଁ, ଅଥଚ ଆମେ କହିବା ଆମେ କଂଗ୍ରେସର ସୁଯୋଗ ନେତା, ଏହା ଗ୍ରହଣୀୟ ନୁହେଁ। ମୁଁ କେବଳ ଏଇ ଦୁଇଟି ଚୁମ୍ବକ ଦେଇ କହିବାକୁ ଚାହିଁବି, ଏ ବିଷୟରେ ତର୍ଜମା ଦରକାର। କ'ଣ କଲେ ତୃଣମୂଳ ସ୍ତରରେ ଯଦି ଆମେ ଗୋଟିଏ ସଂକଳ୍ପ ନ ନେବା,
ଚେଷ୍ଟା ନ କରିବା ତାହେଲେ ସଫଳତା ମିଳିବ ନାହିଁ। ଶେଷ କଥା ଯୋଉ କଥାଟିକୁ ନେଇ ଆଜି ସଂକଳ୍ପ ଅଭିଯାନ, ଆଜି ଆମର ସମସ୍ତେ ନେତାମାନେ ଗାନ୍ଧୀ ପରିବାରକୁ ନେତା ବୋଲି ମାନୁଛନ୍ତି। ଏଭଳି କୌଣସି କଂଗ୍ରେସ ନେତା ନାହିଁ ଭାରତରେ ଯିଏକି ଗାନ୍ଧୀ ପରିବାରକୁ ସମ୍ମାନ ଜଣାଉନାହିଁ କିମ୍ବା ସ୍ୱୀକୃତି ଦେଉନାହିଁ। ଆମେ ଯେଉଁମାନେ ଏଠି ଏକାଠି ଅଛେ ସମସ୍ତେ ମଧ୍ୟ ଗାନ୍ଧୀ ପରିବାରର ଅନୁଗତ, କିନ୍ତୁ ଅନୁଗତର ଗୋଟିଏ ଭୁଲ ପରିଭାଷା କରାଯାଉଛି। ଅନ୍ଧ ସମର୍ଥନ ଆନୁଗତ୍ୟ ନୁହେଁ, ଅନ୍ଧ ସମର୍ଥନ ଆନୁଗତ୍ୟ ନୁହେଁ। ସଂକଳ୍ପପତ୍ର ପାଠ କଲାବେଳେ ମୁଁ ସେ ବିଷୟରେ ଆପଣମାନଙ୍କୁ ସୂଚନା ଦେବି। କିନ୍ତୁ ଯୋଉ ବ୍ୟାନରଟି ଲାଗିଛି ମହାପଟ ସବୁ ଲୋକମାନଙ୍କୁ ଦେଖନ୍ତୁ। ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଭଉଣୀମାନେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ବିଶେଷ ଭାବରେ ଯତ୍ନ କରିବେ। ତାପରେ ରାଜୀବ ଗାନ୍ଧୀ, ତାପରେ ସୋନିଆ ଗାନ୍ଧୀ, ତାପରେ ବର୍ତ୍ତମାନ ପବିତ୍ର ନୂଆ ମଙ୍ଗୁଆଳ ହେଇଛନ୍ତି ରାହୁଲ ଗାନ୍ଧୀ। ଏମାନଙ୍କ ଭିତରେ କଣ ସମାନତା ଅଛି? କିଏ ଦେଖିପାରୁନାହିଁ, କିଏ ଶୁଣିପାରୁଛି ସେ ମଧ୍ୟ କହିପାରିବ। ସାମାନ୍ୟ ଯେ ଚିନ୍ତା କରୁଛି ସେ ମଧ୍ୟ କହିପାରିବ। ଦୁଇଟି ଶବ୍ଦ ତ୍ୟାଗ ଏବଂ ବଳିଦାନ ଏଇମାନଙ୍କୁ ନେତା କରିଛି। ମହାତ୍ମା ଗାନ୍ଧୀ କଂଗ୍ରେସକୁ ନୂଆ ମୋଡ଼ ଦେଲେ, କୌଣସି ପଦବୀରେ ନଥିଲେ, କୌଣସି ନିର୍ବାଚନ ଲଢ଼ି ନାହାନ୍ତି, କଂଗ୍ରେସର ଢାଞ୍ଚା ବଦଳାଇଦେଲେ। ଦକ୍ଷିଣ ଆଫ୍ରିକାରୁ ଆସିଲେ, କଂଗ୍ରେସକୁ ନୂଆ ମନ୍ତ୍ର ଦେଲେ, ଏଭଳି ମନ୍ତ୍ର ଫୁଙ୍କିଲେ ସାରା ଭାରତ ଏକ ହେଇଗଲା। ଜବାହରଲାଲ ନେହେରୁ, ମୋତିଲାଲ ନେହେରୁଙ୍କର ପୁଅ, ବିଲାସରେ ପାଠ ପଢ଼ିଥିଲେ। 100 ଟଙ୍କିଆ ନୋଟକୁ ଜାଣି ତାଙ୍କ ବାପା କାଳେ ଚା ପିଉଥିଲେ। ତାଙ୍କୁ ଖଦର୍ଟି ଯିବା ପାଇଁ ବାଧ୍ୟ କରାଗଲା, ଜେଲ୍ ଯିବା ପାଇଁ ବାଧ୍ୟ କରାଗଲା। ସେ ତାଙ୍କ ପତ୍ନୀର ସେବା ଶୁଶ୍ରୂଷା ମଧ୍ୟ କରିପାରିଲେ ନାହିଁ। ତାଙ୍କର ଏକମାତ୍ର କନ୍ୟା ଇନ୍ଦିରା ଗାନ୍ଧୀ ମଧ୍ୟ ଜେଲ୍ ଯିବା ପାଇଁ ବାଧ୍ୟ ହେଲେ। ମହାତ୍ମା ଗାନ୍ଧୀ ତାଙ୍କୁ ବାଛିଲେ ଯେ ଭାରତର ନେତୃତ୍ୱ ଇଏ ଦେଇପାରିବ ଯୋଉ ପରିବାର ଦେଇଛି ତ୍ୟାଗ। ତାପରେ ଆସିଲେ ଶ୍ରୀମତୀ ଗାନ୍ଧୀ, ତାଙ୍କୁ ଗୁଙ୍ଗି ଗୁଡ଼ିଆ ବୋଲି କୁହାଯାଉଥିଲା। ପରବର୍ତ୍ତୀ ସମୟରେ କଂଗ୍ରେସର ଯେତେବେଳେ ଅଧପତନ ହେଲା, ସେ ନେତୃତ୍ୱର ପରାକାଷ୍ଠା ଦେଖେଇଲେ, ଚରମ ପରାକାଷ୍ଠା ଦେଖେଇଲେ। 1984 ମସିହା ଅକ୍ଟୋବର 31 ତାରିଖରେ ଆତତାୟୀର ଗୁଳିରେ ସେ ପ୍ରାଣହାନି କଲେ, ବଳିଦାନ ଦେଲେ। ଯାହାଫଳରେ ରାଜୀବ ଗାନ୍ଧୀ ଉଡ଼ାଜାହାଜ ଉଡ଼ାଉଥିଲେ, ବିନା ପରିଶ୍ରମରେ ଭାରତର ପ୍ରଧାନମନ୍ତ୍ରୀ ହେଲେ, ସର୍ବାଧିକ ଭୋଟ ପାଇ ଭାରତର ନେତା ହେଲେ। ଶ୍ରୀମତୀ ଗାନ୍ଧୀଙ୍କର ବଳିଦାନର ଦାୟ ଦେଖାଗଲା। ରାଜୀବ ଗାନ୍ଧୀ ନୂଆ ବାର୍ତ୍ତା ନେଇ ଆସିଲେ, ଆଧୁନିକତାର ବାର୍ତ୍ତା, ବିଜ୍ଞାନ ଓ କାରିଗରୀ କୌଶଳର ବାର୍ତ୍ତା, ଗରିବ ଲୋକମାନଙ୍କର କଥା, ଦୁର୍ନୀତି ବିରୋଧରେ କଥା, ଏବଂ ସେ ମଧ୍ୟ କଂଗ୍ରେସକୁ ବି ନୂଆ ମନ୍ତ୍ର ଦେଲେ। ବୋମା ମାଡ଼ରେ ତାଙ୍କର ଜୀବନ ଗଲା, କଂଗ୍ରେସ ଉଠିଲା। ଶ୍ରୀମତୀ ସୋନିଆ ଗାନ୍ଧୀ ପ୍ରଥମ ଦଫାରେ ଯେତେବେଳେ ପ୍ରଧାନମନ୍ତ୍ରୀ ହେବା ପାଇଁ ଉଦ୍ୟମ କରିଥିଲେ, ସାରା ଭାରତରେ ତାଙ୍କ ପ୍ରତି ଶତକଡ଼ା 100 ସମର୍ଥନ ନଥିଲା। ଯୋଉଦିନ ସେ ତାଙ୍କର ତ୍ୟାଗପତ୍ରଟି ଦେଲେ ନାହିଁ, କହିଲେ ମୁଁ ପ୍ରଧାନମନ୍ତ୍ରୀ ହେବା ପାଇଁ ଚାହୁଁନାହିଁ, ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ କରାଯାଉ, ସେହି ଦିନଠାରୁ ସେ ଭାରତର ଭାବପ୍ରବଣ ଭାରତର ସର୍ବମାନ୍ୟ ନେତା ହେଇଥିଲେ। ତାଙ୍କର ସୁପୁତ୍ର ରାହୁଲ ଗାନ୍ଧୀ ବର୍ତ୍ତମାନ ଅଙ୍ଗ ଧରିଛନ୍ତି ଏହି ପୂର୍ବସୂରୀମାନଙ୍କର ତ୍ୟାଗ ଓ ବଳିଦାନର ପ୍ରତିଫଳିତ। ନେତୃତ୍ୱର ଏକମାତ୍ର ମାପକାଠି ହେଲା ତ୍ୟାଗ ଓ ବଳିଦାନ। ଯେଉଁମାନେ ଦିନ ରାତି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କର ନାମକୁ ମନ୍ତ୍ର ଭାବରେ ଉଚ୍ଚାରଣ କରୁଛନ୍ତି ଏବଂ ତାକୁ ବ୍ୟବହାର କରି ନିଜର ନେତୃତ୍ୱକୁ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଛାତିରେ ହାତ ଦେଇ ବର୍ତ୍ତମାନ ପଚାରିବା ଛଡ଼ା ଯେ ଏ ପ୍ରକାର ତ୍ୟାଗ ଏବଂ ବଳିଦାନର ନମୁନାରେ ତାଙ୍କ ପାଦଗୁଡ଼ିକୁ ସେ ସମାନ ହେବେ କି? ମୋର ଏକମାତ୍ର ଆହ୍ୱାନ, ଯେଉଁମାନେ ଏ ପ୍ରକାର ତ୍ୟାଗ ଏବଂ ବଳିଦାନକୁ ବୁଝିନାହାନ୍ତି ବା ତାକୁ ଆଚରଣରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି, ନେତା ହେବା ପାଇଁ ଆସ୍ଫାଳନ କରିବା ତାଙ୍କ ପାଇଁ ଉଚିତ। ସଫଳତା ଆସିବ ଏକମାତ୍ର ଚାବିକାଠି ତ୍ୟାଗ ଏବଂ ବଳିଦାନ କେବଳ ନୁହେଁ, ତାହେଲେ ଶୃଙ୍ଖଳିତ ଭାବରେ ଆମକୁ
ଆଗେଇବା ତାହେଲେ ସଫଳତା ନିଶ୍ଚୟ ଆମକୁ ମିଳିବ। ତେଣୁ ମୁଁ ଆଉ ଅଧିକ ବକ୍ତବ୍ୟ ନ ଦେଇ କଂଗ୍ରେସ କିପରି ଜିତିବ ସେଥିପାଇଁ ଯେଉଁ 4ଟି ସହକୁ ବ୍ୟବହାର କରୁଛୁ ସଂକଳ୍ପ ଆମେ ନେବା, ଶୃଙ୍ଖଳିତ ଭାବରେ କାମ କରିବା ପାଇଁ ଚେଷ୍ଟା କରିବା ଏବଂ ସମର୍ପିତ ମନୋଭାବ ନେଇ ଆଗକୁ ଯିବା ଏବଂ ସଂଗ୍ରାମ କରିବା ସାହସ ଯଦି ଆମ ପାଖରେ ଥିବ ତାହେଲେ ସଫଳତା ଆମକୁ ନିଶ୍ଚୟ ମିଳିବ। ସଂକଳ୍ପ କଥା ମୁଁ କହିଲି, କଂଗ୍ରେସକୁ ଜିତେଇବା ଆମର ସଂକଳ୍ପ। ଶୃଙ୍ଖଳା କଥା ଯେଉଁ କହୁଥିଲି, ଅନ୍ଧ ଆନୁଗତ୍ୟ ଶୃଙ୍ଖଳା ନୁହେଁ। ଶୃଙ୍ଖଳାର ଛୋଟିଆ ପରିଭାଷା ମୋର ବ୍ୟକ୍ତିଗତ, ଆପଣ ତାକୁ ଗ୍ରହଣ କରିପାରନ୍ତି ବା ନ କରିପାରନ୍ତି। ନେତା ଯାହା ଚାହୁଁଛି, ନେତା ଯାହା ଭାବୁଛି, ତରସ୍ତରରେ କର୍ମୀଟି ଯଦି ସେଇ କଥା ହିଁ ଚିନ୍ତା କରିବ ତାହେଲେ ସେ ଶୃଙ୍ଖଳାକୁ କେହି ଭାଙ୍ଗି ପାରିବେ ନାହିଁ। ଯଦି ନେତା ଗୋଟେ କଥା ଭାବୁଥିବ, କର୍ମୀ ଆଉ ଗୋଟେ କଥା କରୁଥିବ, ନେତା ଗୋଟେ କଥା ଚାହୁଁଥିବ ଆଉ କର୍ମୀ ଆଉ ଗୋଟେ କଥା ଭାବୁଥିବ, ତାହେଲେ ସେ ଦଳକୁ ଭଗବାନ ମଧ୍ୟ ରକ୍ଷା କରି ପାରିବେ ନାହିଁ। ବର୍ତ୍ତମାନ ନେତାମାନେ ଚାହୁଁଛନ୍ତି କି ନାହିଁ ମୁଁ ଜାଣିପାରୁନି କଂଗ୍ରେସ ଜିତିବ। ନେତାମାନେ ଯଦି ଚାହୁଁଛନ୍ତି ମୁଁ କେମିତି ଜିତେ, କଂଗ୍ରେସ ଜିତିଲେ ବି ଚଳିବ। କର୍ମୀଟିର ଏକମାତ୍ର କାରଣ ହେଲା ମୋର ସୁବିଧା ହେବା ନାହିଁ। ମୁଁ ଯେଉଁ ଦଳ ପାଇଁ ପତାକା ଧରି ବୁଲୁଛି ସେଇ ଦଳ ଜିତିଲେ ମୋତେ ଟିକେ ଆନନ୍ଦ ଲାଗିବ, ମୋ ଛାତି କୁଣ୍ଡେମ ହବ। ତେଣୁ ନେତା ଏବଂ କର୍ମୀର ମନ ଯଦି ଗୋଟିଏ ହେଲା ତାହେଲେ ଶୃଙ୍ଖଳାକୁ କେହି ଭାଙ୍ଗି ପାରିବେ ନାହିଁ। ଶୃଙ୍ଖଳାକୁ ଚେନ୍ କରି କୁହାଯାଉଛି ଯୋଉଟା ମଜବୁତ ଗଢ଼ି ହବ। ସମର୍ପଣ ଭାବ କଥା କହି ମୋର ବକ୍ତବ୍ୟକୁ ଶେଷ କରିବା ପାଇଁ ଚାହେଁ। ସମର୍ପଣ କହିଲେ ଆମେମାନେ ଅନେକ ଲୋକ ଅନେକ କଥା ଭାବୁ। କଂଗ୍ରେସରେ ସମର୍ପଣ ଗୋଟେ ନୂଆ ସଂସ୍କାର ହେଲା। ମୋର ଯୁବ କଂଗ୍ରେସ ଭାଇମାନଙ୍କୁ ସଦାବେଳେ କହେ ଯେ ଦେଖିଲା ମାତ୍ରେ ନେତାମାନଙ୍କର ପାଦ ଅଟାଉଛନ୍ତି, ଗୋଟେ କୌଣସି ନୃତ୍ୟାଙ୍ଗନା ଭଳି ସେ କେମିତି ପାଦ ଛୁଇଁବେ, ପାଦ ଛୁଇଁଲେ ବି ଚଳିବ, ସେ ପାଦ ଛୁଆର କିଛି ମୂଲ୍ୟ ନାହିଁ। ସମର୍ପଣ ଭାବ ମନ ଭିତରେ ନଥିବ। ପାଦ ଛୁଇଁଲେ ଟିକେଟ ମିଳିପାରେ ବୋଲି ଭାବିଲେ ଯେ ଆମେ ପାଦଟାକୁ ଖୋଜୁଥିବା, ଟିକେଟ ପାଦ ତଳେ ଅଛି ବୋଲି, ତାହେଲେ ସେ ପାଦ ତଳେ ଟିକେଟ ନାହିଁ। ଜଗନ୍ନାଥଙ୍କ ଭୂମିରେ ସମର୍ପଣ ଭାବକୁ ଜଗନ୍ନାଥଙ୍କ ଛଡ଼ା ଅନ୍ୟ କେହି ଅଧିକ ବୁଝି ନାହିଁ। ଭକ୍ତ ଭଗବାନଙ୍କର, ଭଗବାନ ଭକ୍ତର। କାରଣ ଭକ୍ତ ସଦାବେଳେ ଭଗବାନଙ୍କ ପାଖରେ ସମର୍ପିତ। ସେଇଥିପାଇଁ ତ ଯେତେବେଳେ ପୁରୀର ଗଜପତି ମହାରାଜ କାଞ୍ଚି ଅଭିଯାନ କରୁଥିଲେ, ଜଗନ୍ନାଥ ଥରେ ଧଳା ଧଳା ଘୋଡ଼ାରେ କି ଭାଇ ବାହାରି ତାଙ୍କ ପାଇଁ ଲଢ଼େଇ କରିଥିଲେ। ଭଗବାନ ତାଙ୍କ ପାଇଁ ଲଢ଼େଇ କଲେ ଏଇଥିପାଇଁ ଯେ ଶ୍ରେଷ୍ଠ ଭକ୍ତ ଥିଲେ। ସେ ସମର୍ପିତ ମନୋଭାବରେ ଯେତେବେଳେ ଭକ୍ତ ଭଗବାନଙ୍କ ପାଇଁ ସମର୍ପିତ ହେଇଯାଏ, ସେ ନିଜ କଥା ଆଉ ଚିନ୍ତା କରେ ନାହିଁ। ଭଗବାନ ମୋ ପାଖରେ ସମର୍ପିତ ହେଲି, ତୁମେ ଯାହା କରିବ ମୋତେ ମାରିଲେ ମାର, ଚାରିଲେ ଚାର, ମୁଁ କିନ୍ତୁ ତୁମର ଶରଣରେ ପଶିବି। ଏଇଟା ହେଲା ଓଡ଼ିଆ ମାଟିର ସମର୍ପଣ ଭାବର ପ୍ରମାଣ। ପ୍ରତ୍ୟେକ କଂଗ୍ରେସ କର୍ମୀ ଯଦି ସେଇ ସମର୍ପଣ ଭାବ ନେଇ କଂଗ୍ରେସ ଦଳ ପ୍ରତି ସମର୍ପିତ ହେବ, ଜିତିବା ଆଉ କିଛି ଅସୁବିଧା ରହିବ ନାହିଁ। କିଏ ପ୍ରାର୍ଥୀ ହେଉଛି ହଉ, ସମର୍ପଣ ହେଲା ଏଇଭଳି ଏକ ମନୋଭାବ। କଂଗ୍ରେସରେ ସମର୍ପଣ ଓ ଅନ୍ଧ ଆନୁଗତ୍ୟରେ ଯେଉଁମାନେ ବେପାର ପୂଜା କରୁଛନ୍ତି, ମୁଁ ତାକୁ ଗ୍ରହଣ କରିବା ପାଇଁ ପସନ୍ଦ କରିବି। ତେଣୁ ଗାନ୍ଧୀ ପରିବାର ତ୍ୟାଗ ଏବଂ ବଳିଦାନର କଥା କହିଲି, ସେଇମାନଙ୍କୁ ଆମେ ସ୍ୱାଭାବିକ ଭାବରେ ନେତୃତ୍ୱ ଦେବା ପାଇଁ କୌଣସି କୁଣ୍ଠା ନାହିଁ। ତେଣୁ ଯେଉଁମାନେ ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସକୁ ଜିତେଇବା ପାଇଁ ଚାହୁଁଛନ୍ତି ତାଙ୍କଠାରୁ ଅନୁରୂପ ତ୍ୟାଗ ଏବଂ ବଳିଦାନ ଆବଶ୍ୟକ କରାଯାଏ। ଆଜି ଆପଣଙ୍କ ବ୍ୟକ୍ତି ନିବେଦନକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଚାଲନ୍ତୁ ଗାନ୍ଧୀ ପରିବାର ତ ଭାରତରେ ନେତୃତ୍ୱ ଦେଉଛି, ଗୋଟିଏ ପରିବାର ଯଦି ପ୍ରତି ଗାଁରେ ପ୍ରତି ବୁଥରେ ଗୋଟିଏ ଗୋଟିଏ ମହାତ୍ମା ଗାନ୍ଧୀ ତିଆରି ହେବେ, ଗୋଟିଏ ଗୋଟିଏ ଗାନ୍ଧୀ ପରିବାର ତିଆରି ହେବ, ତାହେଲେ କଂଗ୍ରେସକୁ କେହି ହଟେଇବେ ନାହିଁ। ଏକଥା ଅତୀତରେ ମୁଁ କହିସାରିଛି। ଆମ ମାଟିର ବଡ଼ କବି ମଧ୍ୟ କଥା କହିଥିଲେ ଭୀମ ଭୋଇଙ୍କ କଥା। ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ। କଂଗ୍ରେସର ଯୁଗ୍ମ ନେତାମାନେ ପରସ୍ପର ବିରୁଦ୍ଧରେ କାଦୁଅ କପଡ଼ା କପଡ଼ି ନ ହୋଇ ଯୋଉଦିନ ଏକମଞ୍ଚରେ କହିବେ ମୁଁ ଟିକେଟ ପାଏ କିମ୍ବା ନ ପାଏ, ମୋତେ ପଦବୀ ମିଳୁ କିମ୍ବା ନ ମିଳୁ, କିନ୍ତୁ କଂଗ୍ରେସ ଜିତିବା ପାଇଁ ମୁଁ ସଂକଳ୍ପବଦ୍ଧ। କିନ୍ତୁ ମୁଁ ତୃଣମୂଳ ସ୍ତରରେ ରହି ଜାଣିଛି କେଉଁ ବ୍ୟକ୍ତି କେଉଁ କୌଶଳ କେଉଁ କଥା ହେଲେ କଂଗ୍ରେସ ଜିତିପାରିବ। ତୁମେ ଯଦି ସେଇଭଳି କୌଶଳ ଅବଲମ୍ବନ କରିବ ତାହେଲେ ଆମ ସମର୍ଥନ ତୁମେ ମଧ୍ୟ ଅଯାଚିତ ଭାବରେ ପାଇବ, ସଫଳତା ତୁମକୁ ମିଳିବ। ତେଣୁ ବନ୍ଧୁଗଣ, ଏଇଭଳି ଗୋଟିଏ କଥା ଆପଣମାନଙ୍କ ଆଗରେ ରଖିବାକୁ ଚାହିଁବି। କଟକ ସହରରେ ଏ ଅଭିଯାନ ଆଜି ଆରମ୍ଭ ହେଲା। ସ୍ୱାଭାବିକ ଭାବରେ ଆଜିର ସଭା ପରେ ଅନେକ ବନ୍ଧୁ ଟେଲିଭିଜନ ଦ୍ୱାରା ଅନେକ ବସିଛନ୍ତି, କେମିତି ମୋ ମୋର କ'ଣ ଗୋଟେ କଥା ବାହାରିବ ତାକୁ ନେଇକି ନ୍ୟୁଜ୍ କରିବେ, ତାକୁ ନେଇକି ଖବର କରିବେ, ତାକୁ ନେଇକି ଫେରାଦ ହେବେ ଯେ ରାହୁଲ ଗାନ୍ଧୀଙ୍କ ପାଖରେ ଦେଖନ୍ତୁ ଆଜ୍ଞା ସୌମ୍ୟବାବୁ ଗୋଟିଏ ବିଦ୍ରୋହ କଲେଣି, ମୋର ସେଥିପାଇଁ କିଛି ସାଥୀ। ମୁଁ ଚାହେଁ କଂଗ୍ରେସରେ ବହୁତ ଦିନ ରହିଲି, ମୁଁ ଆଉ ଆରୁ ପାର୍ଟିରେ ରହିବା ପାଇଁ ଚାହୁଁନି। ଯଦି କଂଗ୍ରେସରେ ମୁଁ ରହିବା ପାଇଁ ଚାହୁଁଛି, ମୁଁ ଚାହେଁ ମୋ ପାର୍ଟି କଂଗ୍ରେସ ପାର୍ଟି ଆଗାମୀ 2014ରେ ଜିତାପଟ ହୋଇ ରହୁ। ମୋର ଟିକେଟ ଦରକାର ନାହିଁ, ମୋର ପଦବୀ ଦରକାର ନାହିଁ। ମୁଁ ରାହୁଲ ଗାନ୍ଧୀଙ୍କୁ, ଜୟଦେବ ବାବୁଙ୍କୁ, ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଏବଂ ନିରଞ୍ଜନ ବାବୁଙ୍କୁ ଏବଂ ତାଙ୍କର ଯେତେ ସମର୍ଥକ ଅଛନ୍ତି ସମସ୍ତଙ୍କୁ ଗୋଟିଏ କଥା ସ୍ପଷ୍ଟ ଭାବରେ ଆଜିର ସଭା ମାଧ୍ୟମରେ ଜଣାଇ ଦେବାକୁ ଚାହେଁ। ହବ ବିନା ଟିକେଟରେ ରାଜନୀତି କରିହେବ। ଯଦି ମହାତ୍ମା ଗାନ୍ଧୀ କରିପାରିଥିଲେ, ଆମେ ଚାଲନ୍ତୁ ସମସ୍ତେ ଜଣେ ଜଣେ ଛୋଟିଆ ମହାତ୍ମା ଗାନ୍ଧୀ ହେବା। ମହାତ୍ମା ଗାନ୍ଧୀ ମହାପୁରୁଷ ଥିଲେ, ଆମେ କ'ଣ ଗୋଟେ ଛୋଟିଆ ଏତିକି ମାତ୍ର ନିବେଦନ। ଚାଲନ୍ତୁ ସମସ୍ତେ ଗୋଟିଏ ଗୋଟିଏ ଗାନ୍ଧୀ ପରିବାର ଚିହ୍ନଟ କରିବା, ଗୋଟିଏ ଗୋଟିଏ ଛୋଟିଆ ମହାତ୍ମା ଗାନ୍ଧୀ ହେବା। ଟିକେଟ ପଛରେ ଗୋଡ଼େଇବା ନାହିଁ, ପଦବୀ ପାଇଁ ବିକଳ ହେବା ନାହିଁ। ଆସନ୍ତାକାଲି ପଦବୀ ବାହାରିବ, ବହୁ ନେତା ବର୍ତ୍ତମାନ ଭିଡ଼ କରୁଛନ୍ତି ମୋ ନାଁ ଲିଷ୍ଟରେ ଅଛି ନା ନାହିଁ ଜାଣିବା ପାଇଁ। ତାର ମାନେ କ'ଣ ମୁଁ କିଛି ଜାଣିନାହିଁ। ଏତିକି ମାତ୍ର ମୋର ନିବେଦନ। ବିନା ଟିକଟ ବିନା ପଦବୀ ସମର୍ପଣ ଭାବରେ ଆମେ ଏ ସଂଗ୍ରାମ କରିବାକୁ ଚାହୁଁଛୁ, ସାହସର ସହିତ କରିବୁ। ସଫଳତା ନିଶ୍ଚୟ ଆମକୁ ମିଳିବ। ଗାନ୍ଧୀ ପରିବାର ଭଳି ଛୋଟିଆ ଛୋଟିଆ ଶହ ଶହ ଗାନ୍ଧୀ ପରିବାର, ହଜାର ହଜାର ଗାନ୍ଧୀ ପରିବାର ଆମେ ଗାଁ ଗହଳିରେ ସୃଷ୍ଟି କରିବା। ଏଇଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି, ଯେଉଁମାନେ ଏଥିରେ ସହମତ, ଯେଉଁମାନେ ଏଥିରେ ଭାବୁଛନ୍ତି ଅନ୍ୟ କିଛି କହିବାକୁ ଆମେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ବର୍ତ୍ତମାନ ଆପଣଙ୍କର ଅନୁମତି କ୍ରମେ ତାକୁ କୌଣସି ବାଧ୍ୟବାଧକତା ନାହିଁ। ସମସ୍ତେ ଛିଡ଼ା ହେବେ। ନିଜ ପାଖରେ ଥିବା ସାଧାରଣ ସହର ଆମ ଆନ୍ଦୋଳନ ଠାରୁ ଅଧିକ ସମର୍ଥନ ଦଉଛି। ବହୁତ ବହୁତ ଧନ୍ୟବାଦ। ଭାରତୀୟ ଜାତୀୟ କଂଗ୍ରେସର ଜଣେ ତୃଣମୂଳ ସ୍ତରର ସାଧାରଣ ସଭ୍ୟ ଓ କର୍ମୀ ଜାତୀୟ କଂଗ୍ରେସକୁ ଓଡ଼ିଶାରେ ଆଉଥରେ କ୍ଷମତାସୀନ କରିବା ମୋର ଲକ୍ଷ୍ୟ। ଶୃଙ୍ଖଳିତ ଭାବେ ସମର୍ପିତ ମନୋଭାବ ନେଇ ସଂଗ୍ରାମ କଲେ ସଫଳତା ମିଳିବ ବୋଲି କରୁଛି। ଆପଣମାନେ ପଢ଼ି ଜାଣିଗଲେ। ବହୁତ ବହୁତ ଧନ୍ୟବାଦ। ଭାଇ
ଗାନ୍ଧୀ ଗାନ୍ଧୀ ନେଉ ପରିବାର ଏବଂ ସେଇମାନେ ଏହିପରି ଭାବରେ ତ୍ୟାଗ ବଳିଦାନର ନମୁନା ଦେଖାଇଛନ୍ତି। ଆମେ ଯଦି ସେଇଭଳି ଛୋଟିଆ ଛୋଟିଆ ସାରା ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଦେଖାଇ ପାରିବା ତାହେଲେ ଆମ ଦଳକୁ ସଫଳତା ମିଳିବାରେ ଆଦୌ ଅସୁବିଧା ହେବ ନାହିଁ। ସେହି ତ୍ୟାଗ ବଳିଦାନର ମନୋଭାବ ବା ସମର୍ପଣର ମନୋଭାବଟି ଅନେକ ସମୟରେ ରହୁନାହିଁ। ବ୍ୟକ୍ତିଗତ ଭାବେ ଆମେ ବିଧାନସଭାରେ ବେଶୀ ଦଳ ପାଇଁ କମ୍ ଚିନ୍ତା କରୁ। ତେଣୁ ଟିକେଟ୍ ବା ପଦବୀ ମୋହ ନ ରଖି ଲୋଭ ନ କରି ଟିକେଟ୍ ମିଳୁ ବା ନ ମିଳୁ ପଦବୀ ମିଳୁ ବା ନ ମିଳୁ ଦଳ ପାଇଁ ଯେ କାମ କରିହେବ ଦଳକୁ ଜିତେଇ ହେବ ସେଇଭଳି ଚିନ୍ତାରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନଙ୍କୁ ହିଁ ଆଜି ଏହି ସଂଗଠନ ମୁଁ ଭାବୁଛି କଟକ ସହରରେ ଯେଭଳି ଭାବରେ ଏହାକୁ ସମର୍ଥନ ମିଳିଛି ସେଠି ଆମର ଅନୁରୋଧ ଗୋଟେ ବିରାଟ ବଡ଼ ଶୁଭ ସଂକେତ କଂଗ୍ରେସ ପାଇଁ ଏହାକୁ ବ୍ୟବହାର କରିବା ପାଇଁ ଆମ ନେତୃମଣ୍ଡଳୀ ଆଗେଇ ଆସିବା ଆପଣଙ୍କୁ ବିଭିନ୍ନ ଅଗ୍ନି ପୁଲିଙ୍ଗ ଦେଖାଦେଇଛି। ଅଗ୍ନି ସ୍ଫୁଲିଙ୍ଗ ନହେଲେ କ'ଣ କିଛି ରହିପାରିବ? ହୋମଯଜ୍ଞ ଯେଉଁ ହେବ ବିଜେଡ଼ିକୁ ପରାସ୍ତ କରିବାକୁ ହେଲେ କଂଗ୍ରେସ ଭିତରେ ଗୋଟେ ବିରାଟ ବଡ଼ ସଂସ୍କାରର ଆବଶ୍ୟକତା ଅଛି। ଗୋଟେ ସମର୍ପଣ ମନୋଭାବର ଆବଶ୍ୟକତା ଅଛି। ସାହସର ସହିତ ସଂଗ୍ରାମ କରିବାର ଆବଶ୍ୟକତା ଅଛି। ଆହୁରି ଅଧିକ କରିବାକୁ ପଡ଼ିବ। କହିଲି ଗୋଟେ ସୂଚନା ଦେଇ ବର୍ତ୍ତମାନ ଗତ ନିର୍ବାଚନର ଯେଉଁ ଫଳାଫଳକୁ ନେଇ ତର୍ଜମା କରାଯାଏ ଆମ ଦଳର ଅବସ୍ଥା ଜିତିବା ପାଇଁ ଯେ ଆମେ ସମ୍ପୂର୍ଣ୍ଣ ସ୍ୱୟଂସମ୍ପୂର୍ଣ୍ଣ ଏହା କହିହେବ ନାହିଁ। ସେମାନେ ସଠିକ୍ ମୁଁ ସେମାନଙ୍କ ବିଷୟରେ ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ତୃଣମୂଳ ସ୍ତରର କର୍ମୀ ହିସାବରେ କହୁଛି ସେମାନଙ୍କ ନେତା ଯାହା ଭାବୁଛି କର୍ମୀ ଯଦି ସେ ଅନୁସାରେ କାମ କରିବା ପାଇଁ ବିନା ପଇସାରେ ବିନା ଅସୁବିଧାରେ ଏମିତି ଯିବାରେ ଅସମ୍ଭବ ହେବ। ନହେଲେ ସଫଳତା ମିଳିବା ପାଇଁ ହେଲେ ଏଭଳି ସାହସ ଦରକାର, ସମର୍ପଣ ଦରକାର, ଶୃଙ୍ଖଳା ଦରକାର। ହେବ ଯଦି କଟକ ସହରରୁ ଆଜି ଯେଉଁ ଉତ୍ସାହ ମିଳିଛି ମୁଁ ଭାବୁଛି ଓଡ଼ିଶାର ବିଭିନ୍ନ ଜାଗାରେ ଏଇଭଳି ଯଦି ତୃଣମୂଳ ସ୍ତରର କର୍ମୀମାନେ ଏକାଠି ହେବାକୁ ଆରମ୍ଭ କରିବେ ଦଳର ଯିଏ ବି ନେତା ହଉ ସେ ନିଶ୍ଚୟ ଉତ୍ସାହିତ ହେବ ଯେ ତୃଣମୂଳ ସ୍ତରରେ କଂଗ୍ରେସକୁ ଜିତେଇବା ପାଇଁ। କିନ୍ତୁ ଯଦି ଟିକେଟ୍ ବିକ୍ରି ହେଇଯିବ, ପଦବୀ ବିକ୍ରି ହେଇଯିବ ଏବଂ ନେତାମାନେ ନିଜ ନିଜର ସ୍ୱାର୍ଥରୁ ଜଗିବା ପାଇଁ କଂଗ୍ରେସର ଦଳର ସ୍ୱାର୍ଥରୁ ଜଳାଞ୍ଜଳି ଦେବେ, 20-30-25 ଲୋକ ଅମାନତ ହରାଇବେ, ତାହେଲେ ଏହାକୁ ତୃଣମୂଳ ସ୍ତରରେ କର୍ମୀମାନେ ବରଦାସ୍ତ କରିବାରେ ବିକ୍ରି ହେଉଛି ବୋଲି ମୁଁ କହିଲି, ପ୍ରଭାରୀମାନେ କହିଛନ୍ତି, ସମସ୍ତେ ଆଲୋଚନା କରୁଛନ୍ତି। गांधी परिवार भली त्याग मनोवृत्ति जागृत करवा जितेबाला कांग्रेस कर्मी मान भितर पाइबार आशा नबार जितेबाला मनोभाव ताकर हम और दलपाई दवापाई से जितेबाला आग्रह हे निश्चित भाव में दल संगठित आज दल खंड विखंडित हबार मुख्य कारण हूँ समस्त क्षमता विभाग समस्त मुख्यमंत्री हाँपाई चेष्टा कर समस्ते विधायक हाँपाई चेष्टा कर यही चेष्टा करूना दल क्षमता तेणुक यार प्रयास हो दल केमी क्षमता को कर आमर निर्वाचन लड़बार ना निर्वाचन जो मैंने कांग्रेस प्रार्थी हे से भाव में देखा पड़ो और पुणी थे कांग्रेस को ओडिशा क्षमतासीन करने आज जो हजार हजार लोक आसिले कटक सहर 54 वार्ड समस्ते शपथ कर समस्ते सौम्यरंजन पट्टनायक पक्षर ठिया संकल्प कर आगामी दिन में कटक सहर में जो 30 वर्ष धरी कांग्रेस आसन था आगामी दिन में कांग्रेस जी भी प्रार्थी हो कटक सहर ताकू आम निश्चित भाव में विपुल भोटे आगामी दिन में सारा ओडिशा सौम्यरंजन पट्टनायक नेतृत्व संकल्प अभियान कर खूब शीघ्र खोर्धा जिले में सोनपुर जिले में नयगढ़ जिले में तारीख निर्धारित हो सारी प्रत्येक जगार कांग्रेस कर्मी मैंने उत्साहित अच्छा सौम्यरंजन पट्टनायक नहीं एक संकल्प त्याग करेंगे और दल को ओडिशा पुणी क्षमता